ସତରେ କେବେ ସୁଧରିବେ ମଣିଷ? କେବେ ବଦଳିବ ଏମାନଙ୍କର ମାନସିକତା? ଜଙ୍ଗଲ ନିଆଁରେ କେବେ ଲାଗିବ ରୋକ? ବର୍ଷ ବର୍ଷ ଧରି ବନ ବିଭାଗ ଚଳାଇଛି ଉଦ୍ୟମ। ନିଆଁ ଲିଭାଇବାକୁ ନୟାନ୍ତ ହେଉଛନ୍ତି କର୍ମଚାରୀ। ସଚେତନତା ସଭାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ଏ ମଣିଷ ସୁଧରିବାର ନାଁ ଧରୁନି, ଯାହାଫଳରେ ଜଳୁଛି ଜଙ୍ଗଲ। ବିଭିନ୍ନ ଔଷଧୀୟ ବୃକ୍ଷଲତା ଠାରୁ ଆରମ୍ଭ କରି ପଶୁପକ୍ଷୀ ସରୀସୃପ ପୋଡ଼ି ପାଉଁଶ ହୋଇଯାଉଛନ୍ତି। ହଁ ଦର୍ଶକ ବନ୍ଧୁ, ଆମେ କହୁଛୁ କଟକ ବନାଖଣ୍ଡ ଅଧୀନସ୍ଥ ଟମକା ବନାଞ୍ଚଳର କଥା। ଗ୍ରୀଷ୍ମ ଆସିଲେ ଏହି ବନାଞ୍ଚଳରେ ଥିବା ଟମକା ଓ ମହାଗିରି ପାହାଡ଼ ଓ ପାଦଦେଶରେ ଥିବା ଝାଟି ଜଙ୍ଗଲରେ ନିଆଁ ଲାଗିଥାଏ। ଏହି ସମସ୍ୟା ପ୍ରତ୍ୟେକ ବର୍ଷ ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ସାଜେ। ମୁଖ୍ୟତଃ କିଛି ହୀନ ମାନସିକତାଧାରୀ ମଣିଷ, ପଶୁ ଶିକାରୀ, ଅଙ୍ଗାର ମାଫିଆଙ୍କ ପାଇଁ ଏଭଳି ଘଟଣାମାନ ଘଟୁଥିବା ବେଳେ ବନ କର୍ମଚାରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳେ। ଦିନ ନାହିଁ କି ରାତି ନାହିଁ, ନିଆଁ ଲାଗିବା ଖବର ଆସିଲା ମାତ୍ରେ ଖାଇବା ଥାଳିରୁ ମଧ୍ୟ ସେମାନଙ୍କୁ ଉଠିବାକୁ ପଡ଼େ। ଆମେ ଯେତେବେଳେ ଶୀତତାପ ନିୟନ୍ତ୍ରିତ ଘରେ କିମ୍ବା ଫ୍ୟାନ୍ ତଳେ ବସିଥାନ୍ତି, ସେତେବେଳେ ଏହି କର୍ମଚାରୀମାନେ ଖରାର ପ୍ରକୋପ ସାଙ୍ଗକୁ ନିଆଁର ଧାସ ଭିତରେ ପ୍ରକୃତିର ସୁରକ୍ଷାରେ ଲାଗିଥାନ୍ତି। ହେ ମଣିଷ ସମାଜ, ଥରେ ଚିନ୍ତା କର, ଏ ବନ କର୍ମଚାରୀଙ୍କ ଦେହ ବି ରକ୍ତ ମାଂସରେ ଗଢ଼ା। ଅନ୍ୟପଟେ ଏ ଜଙ୍ଗଲ ବି କାହାର ବାସଗୃହ। ଏଠି ବି ପଶୁପକ୍ଷୀ ବାସ କରନ୍ତି। ନିଆଁ ଲଗାଇ ଆମେ ପାଉଛୁ କ'ଣ? ଏ ପ୍ରକୃତିକୁ ଜାଳି ପୋଡ଼ି ପାଉଁଶ କରି ଆମକୁ ମିଳୁଛି କ'ଣ? ଏବେ ବି ସମୟ ଅଛି, ଆମକୁ ସୁଧରିବାକୁ ପଡ଼ିବ। ଏ ଜଙ୍ଗଲକୁ ସୁରକ୍ଷା ଦେବାକୁ ପଡ଼ିବ। ନହେଲେ ଦିନେ ଏମିତି ସମୟ ଆସିବ, ଆମେ ବଞ୍ଚିବାକୁ ଚାହୁଁଥିଲେ ମଧ୍ୟ ଅମ୍ଳଜାନର ଅଭାବ ଓ ଅସନ୍ତୁଳିତ ପରିବେଶ ପାଇଁ ତଡ଼ପି ତଡ଼ପି ଆମ ସମସ୍ତଙ୍କ ଜୀବନ ଯିବ। ଟମକାରୁ ଅବତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।